ଦେଖନ୍ତୁ ବ୍ୟାକଗ୍ରାଉଣ୍ଡ ହଉଛି ତାର ଗୋଟେ କ୍ରିମିନାଲ। 2017 ମସିହାରେ ବୁଲୁ ପ୍ରଧାନ ଜଣେ ବ୍ରାହ୍ମଣ ସାହି ପଞ୍ଚାୟତରେ ସରପଞ୍ଚ କଣ୍ଟେଷ୍ଟ କରୁଥିଲେ ଏବଂ ନିର୍ବାଚନର ଠିକ ପୂର୍ବ ଦିନ ତାଙ୍କୁ ଇଏ ମର୍ଡର କରିଛନ୍ତି ଏବଂ ଆଙ୍କେ ଆରେଷ୍ଟ ହେଇଥିଲେ ହିଞ୍ଜିଳି ପିଏସ୍ କେସ୍ ନମ୍ବର 38/2017 ତାପରେ ବେଲରେ ଆସିଲେ। ବେଲରେ ଆସିବା ପରେ ସିଏ ବିଜେଡି ସହିତ ସଂଶ୍ଳିଷ୍ଟ ଥିଲେ ଏବଂ ପ୍ରତ୍ୟେକ 2 ନମ୍ବର କାମ ଆପଣଙ୍କ ଡୁପ୍ଲିକେଟ ସାର୍ଟିଫିକେଟ ହଉ ଚାକିରି ହଉ ଏବଂ ପ୍ରତ୍ୟେକ ଆପଣ କୌଣସି 2 ନମ୍ବର କାମ ନାହିଁ ଯୋଉଥିରେ ସିଏ ସଂଶ୍ଳିଷ୍ଟ ନାହାନ୍ତି। କିନ୍ତୁ ବର୍ତ୍ତମାନ ଯେବେ ବିଜେପି ସରକାର ଆସିଲା ଆମର ବିଧାୟକ ପ୍ରାର୍ଥୀ ଏଠି କିଏ ଜଣେ ଆସିକି ଭୁବନେଶ୍ୱରରୁ ଠିଆ ହେଇଛନ୍ତି ତାଙ୍କ ନାଁ ଶିଶିର ମିଶ୍ର। ସିଏ ଦେଖିଲେ ଇଏ ଜଣେ କ୍ରିମିନାଲ ବ୍ୟାକଗ୍ରାଉଣ୍ଡ ଲୋକ ଆଙ୍କୁ ଧରିଲେ ଭଲ ପଇସା ପତ୍ର କଲେକ୍ସନ ହବ ତେଣୁକରି ତାଙ୍କ 2 ନମ୍ବର ସଂସ୍ଥାରେ ଆଙ୍କ ପାର୍ଟିକୁ ମିଶାଇବା ପାଇଁ ଇଏ ନେଇକି ତାଙ୍କୁ ତୁରନ୍ତ ପାର୍ଟି ଅଫିସ ଭୁବନେଶ୍ୱର ପାର୍ଟି ଅଫିସରେ ଜାଲି ସାର୍ଟିଫିକେଟ କଣ ମାରିଥିଲେ? ହଁ ଜାଲି ସାର୍ଟିଫିକେଟ ଇଏ ପାର୍ଲାଖେମୁଣ୍ଡିରେ ଆରେଷ୍ଟ ହେଇଛନ୍ତି, ରାୟଗଡାରେ ଆରେଷ୍ଟ ହେଇଛନ୍ତି। ଆଉ ପୂର୍ବରୁ ଆରେଷ୍ଟ ହେଇ 6 ମାସ ଜେଲରେ ବି ରହିଛନ୍ତି। କଣ ତାଙ୍କର ଦୋଷ ଥିଲା? ସିଏ ଜାଲି ଯୋଉ ଷ୍ଟାଫ ସିଲେକ୍ସନ ଟିଚର ଷ୍ଟାଫ ସିଲେକ୍ସନରେ ଇଏ ଚାକିରି ଦେବି କହିକି ଆରେଷ୍ଟ ହେଇଥିଲା। ରାୟଗଡାରେ 6 ମାସ ଜେଲରେ ବି ଅଛନ୍ତି। ତ ସେ ତାଙ୍କ ଘର ଶେରଗଡ, ବର୍ତ୍ତମାନ ଶେରଗଡରେ ତାଙ୍କର କିଛି ରହିଛି? ତାଙ୍କ ଘର ବ୍ରାହ୍ମଣ ସାହି, ଶେରଗଡ ବ୍ଲକର ବ୍ରାହ୍ମଣ ସାହି ପଞ୍ଚାୟତ। ସେଠି ରହୁଛନ୍ତି? ନାଇଁ ସିଏ ତ ଭୁବନେଶ୍ୱରରେ ଭୁବନେଶ୍ୱରରେ ପ୍ରାୟ ସେ ପଞ୍ଚାୟତ ଇଲେକ୍ସନ ଜେଲରୁ ଆସିବା ପରେ ସେ ଭୁବନେଶ୍ୱର ରହୁଛନ୍ତି। ତେଣୁକରି ଏଠାକାର ବିଧାୟକ ପ୍ରାର୍ଥୀଙ୍କ ସହିତ ତାଙ୍କର ଅତି ମଧୁର ସମ୍ପର୍କ। ତ ଆଉ କଣ କଣ ତାଙ୍କର ବ୍ୟାକଗ୍ରାଉଣ୍ଡ କଣ ରହିଥିଲା, ମାନେ ଅଞ୍ଚଳରେ ଆଉ କଣ କରୁଥିଲେ ସେ? ଆପଣ ତାଙ୍କ ସହିତ କେମିତି ମାନେ ଜାଣିଛନ୍ତି ତାଙ୍କୁ କେମିତି? ମୁଁ ତାଙ୍କୁ ଜାଣିଛି ଗୋଟେ କ୍ରିମିନାଲ ହିସାବରେ, ଠକ ହିସାବରେ। ତାଙ୍କ ବିଷୟରେ ମୋର କିଛି ନାହିଁ। ଅଞ୍ଚଳରେ ତାଙ୍କର ଭୂମିକା କିଛି ନାହିଁ। ତାଙ୍କର ଯାହା ଭୂମିକା ଭୁବନେଶ୍ୱର ମିନିଷ୍ଟର ମାନଙ୍କ ସହିତ ସମ୍ପର୍କ ଏବଂ ବର୍ତ୍ତମାନ ତ ସବୁ ଆପଣ ମାନେ ଦେଖୁଥିବେ ସବୁ ମିନିଷ୍ଟର ସହିତ ତାଙ୍କର ଭଲ ସମ୍ପର୍କ। ବିଶେଷ କରି ଯିଏ ଶିକ୍ଷା ମନ୍ତ୍ରୀ ଆମର କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ତାଙ୍କର ଯିଏ ଖାସ ଲୋକ ଆମର ଏଠି କହୁଛନ୍ତି ଶିଶିର ମିଶ୍ର, ତାଙ୍କୁ ସିଏ ତାଙ୍କର ଦବଦବାରେ ପ୍ରତ୍ୟେକ ମନ୍ତ୍ରୀ ଅଫିସରେ ତାଙ୍କର ଭଲ ହାତ। ଶିଶିର କଣ ଏ ଯୋଉ ଚାକିରି କରେଇଦେବା ନାଁରେ ପୂର୍ବରୁ ଟଙ୍କା ଏମିତି ନଉଥିଲେ ଲୋକ? ହଁ ଚାକିରି କରେ, କହିଲି ପା ରାୟଗଡାରେ 6 ମାସ ଜେଲରେ ଥିଲେ। କଣ କୋଉ ଚାକିରି କରେଇଦେବା? ଟିଚର ଚାକିରି କରିବା 6 ମାସ ଜେଲରେ ବି ଥିଲେ। ମାନେ ଏଇ ଧନ୍ଦା ସେ ଆଗରୁ 2017 ମସିହା ପରେ ଏଇ ଧନ୍ଦାରେ ସେ କରି ସତର କାହିଁକି ତା ପୂର୍ବରୁ ଛୋଟ ମୋଟ ଏମିତି ଜାଲି ସାର୍ଟିଫିକେଟ କରୁଥିଲେ। ସିଏ କାହାଠୁ କଣ କରିକି ଜାଲି ସାର୍ଟିଫିକେଟ ଯୋଉଟା ଅଞ୍ଚଳ ଲୋକ କହୁଛନ୍ତି 2014-15ରୁ ସେ ସଂଶ୍ଳିଷ୍ଟ ହେଲେଣି ଜାଲି ସାର୍ଟିଫିକେଟରେ।